ଆଜି ଆମେ ବନେଇବା ମାଛ ମୁଣ୍ଡ ଆଉ ପୋଇ ଛେଞ୍ଚଡ଼ା। ସମସ୍ତେ ତ ଏମିତି ଛେଞ୍ଚଡ଼ା ବନଉଥିବେ, ହେଲେ ମୁଁ କେମିତି ବନଉଛି ଆଜି ଆସନ୍ତୁ ଜାଣିବା। ଆଉ ମୁଁ ଯେଉଁ ପ୍ରୋସେସ୍ରେ ବନେଇବି ବହୁତ ଟେଷ୍ଟି ଲାଗିବ। ନମସ୍କାର, କୁକ୍ ୱିଥ୍ ମୂଷା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ତ ସେଥିପାଇଁ ଆମକୁ ମେନ୍ ଜିନିଷ ହେଲା ପୋଇ, ଆଉ ଯାହା ଆପଣ ପରିବା ଟିକେ ଟିକେ ପକାଇ ପାରିବେ। ମୋ ପାଖରେ ଏଠି ଜହ୍ନି ଥିଲା, କଖାରୁ ଥିଲା, ସାରୁ ଆଳୁ ଏସବୁ ଗୋଟେ ଗୋଟେ ପକାଇଛି। ଆଉ ସେଇ ଯେଉଁ କଖାରୁ ସାରୁ ଆଳୁ ଅଳ୍ପ ପକାଇବେ। ପୋଇଟା ଆମର ମେନ୍ ଜିନିଷ, ପୋଇ ତାର ଡାଙ୍ଗ ଆଉ ପତ୍ର ସବୁତକ ପକାଇବା। ଏଇଠି ମୁଁ ଗୋଟେ ବିଡ଼ା ପୋଇ ନେଇଛି। ପୋଇ ଏଠି ମୁଁ କାଲିଠାରୁ ରଖିଥିଲି, ଫ୍ରିଜରେ ରଖିଥିଲି, ତଥାପି ଏମିତି ଟିକେ ମଉଳି ଯାଇଛି। ମୁଁ ତାକୁ କ'ଣ କରୁଛି ନା ବାଛି ନେଉଛି। ତାକୁ ପତ୍ର ଗୁଡ଼ାକ ଅଲଗା କରିଦେବା, ଡାଙ୍ଗକୁ ଏମିତି ଅଲଗା କରିଦେବା। ଡାଙ୍ଗ ଯେଉଁ କଅଁଳିଆ କଅଁଳିଆ ସେ ତ ହାତରେ ଛିଣ୍ଡି ଯାଉଛି। ଆଉ ଏମିତି ତାର ନାସି ଗୁଡ଼ାକ ଏମିତି ବାହାରିବ, ଚୋପା ଗୁଡ଼ାକ ନିଶ୍ଚୟ ବାହାର କରିବେ, ଖାଇବାକୁ ପୁରା ନରମ ଲାଗିବ। ତାପରେ ଏଠି ଦେଖନ୍ତୁ କଖାରୁ, ମୁଁ ଏଠି ଛୋଟ ଖଣ୍ଡେ କଖାରୁ ନେଉଛି, କାରଣ କଖାରୁ ଆମର ବେଶୀ ପସନ୍ଦ କରନ୍ତିନି। ଆଉ କଖାରୁ ଯେତେବେଳେ ନେବେ ଏମିତିଆ କଖାରୁ ନେବେ, ନାଲି କଖାରୁ ନେବେନି, ବିଲକୁଲ ବି ମିଠା ଲାଗିବ। ପୋଇ କାଟି ନେଲି, କଖାରୁ ଆଳୁ ସାରୁ ଜହ୍ନି ଏସବୁ ଏମିତିକରି କାଟି ନେଲି। ତାପରେ ଏଠି ଦେଖନ୍ତୁ ପୋଇ ପତ୍ରକୁ ପାଣିରେ ପକାଇ ଦେଇଥିଲି, ସେ ପୁରା ଜିଅନ୍ତା ଭଳିଆ ଗୋଟି ଗୋଟି ପୁରା ସାଙ୍ଗେ ସାଙ୍ଗେ ଛିଣ୍ଡିଲା ଭଳିଆ ହେଇଯାଇଛି। ତ ପତ୍ରକୁ ଆମେ ଭଲକି 2-3 ଥର ଭଲକି ଧୋଇକି ରଖିଦେବା ଛାଣିକି। ତାପରେ ମାଛକୁ ଭାଜି ନେବା। ମାଛ ଭାଜିଲା ବେଳେ ଆମେ କ'ଣ କରିବା, ଏମିତି ଯଦି ଗୋଟେ ଥାଳି ଘୋରେଇ ଦେବା, ଛିର୍କିକିରି ତାର ତେଲ ଗୁଡ଼ାକ ଚାରିଆଡ଼େ ହେବନି, କି ଆମକୁ ଯେତେବେଳେ ପୋଛିବା ଚାରିଆଡ଼େ ଆଇଁଷ ହେବନି, କିମ୍ବା ପୋଛିବାକୁ ବେଶୀ ସମୟ ଲାଗିବନି। ବିଲାତି ମୁଁ ବିଲକୁଲ ବି ବେଶୀ ନେବିନି। ଏଇଠି ଦେଖନ୍ତୁ ଏମିତି ଛୋଟ ଖଣ୍ଡେ ବିଲାତି ନେବି, ବିଲାତି ନ ହେଲେ ବି ଚଳିବ, ତ ବଢ଼ିଆ ଲାଗିବ। କାରଣ ପୋଇରେ ଯଦି ବିଲାତି ପକାଇବା ତାର ଟେଷ୍ଟ ପୁରାପୁରି କମେଇ ଦେବ। ତ ତାପରେ ଆମେ ଯେଉଁ ପରିବା କାଟିକି ରଖିଥିଲେ ତାକୁ ସନ୍ତୁଳିବା। ମିଡ଼ିୟମକୁ ଲୋ କରିକି ପରିବାକୁ ଘୋରେଇକି ସନ୍ତୁଳିବା। ତା ଭିତରେ ଆମେ ମସଲାକୁ ସଜାଡ଼ିବା। ଜିରା 1 ଚାମଚ, ତାପରେ ପୋସ୍ତ ଏଠି 1/2 ଚାମଚ, ଆଉ ପିଆଜ 1, ରସୁଣ ଅଦା ଏସବୁ ନେଇଛି। ସେଇ ପୋସ୍ତ ଆଉ ଜିରାକୁ ମୁଁ ଟିକେ ଗୁଣ୍ଡ କରିକି ଆଣିଲି, କାରଣ ବାଟିବାକୁ ଆମକୁ ସୁବିଧା ହେବ, ପୁରା ପାଲିସ ହେଇକି ବାଟି ହେବ। ପୋସ୍ତ ଗୁଡ଼ାକ ନହେଲେ ଖସିବ। ଆଉ ଅଦା ଟିକେ ଦେଇଛି, ଅଦା ପୁରା 1/2 ଇଞ୍ଚ ଦେବା, ବେଶୀ ଦେବାନି। ତାପରେ ରସୁଣ 2ଟା ନେଇଛି, ପିଆଜ ଏଠି ବଡ଼ ପିଆଜରୁ ଫାଳେ ନେଇଛି। ତ ଆମେ ତାପରେ ଆକୁ ବାଟି ଆଣିବା। ଲଙ୍କା ଯେତିକି ଖାଉଛନ୍ତି ଲଙ୍କା ଦେବେ, ମୁଁ ଟିକେ କଞ୍ଚା ଲଙ୍କା 1 ଦେଲି, ଆଉ ଶୁଖିଲା ଲଙ୍କା 1 ଦେଲି। ତା ସହିତ ଆମେ ଆହୁରି ବି ଲଙ୍କା ଗୁଣ୍ଡ ପକାଇବା, ଲାଲ କଲର୍ ହେବା ପାଇଁ ପଛରେ। ଏପଟେ ପରିବାରୁ ପାଣି ସବୁ ଶୁଖିଯାଇଛି, ଆଉ ନରମ ବି ହେଇଯାଇଛି। ତାପରେ ଆମେ କ'ଣ କରିବା, ପୁଣି ତେଲ 2-3 ଚାମଚ ପକାଇ ନେଲି। ଯେତିକି ମସଲା ଦେଖିବେ ସେତିକି ତେଲ ନେବେ। ତ ତେଜପତ୍ର ଖଣ୍ଡେ ଡାଲଚିନି ଏଠି ପକାଇ ନେଲି। ଆଉ ଫାଳେ ପିଆଜକୁ ମୁଁ ଏମିତି କାଟିକି ପକାଇଲି। ଫାଳେ ବଡ଼ ପିଆଜଟା ନେଇଥିଲି, ଫାଳେ ପିଆଜ କାଟିଥିଲି ବାଟିଥିଲି, ଆଉ ଫାଳେ ପିଆଜ ଏମିତି କାଟିକି ପକାଇଲି। ମୁଁ ଏଠି ଯେତିକି ପରିବା କାଟିଥିଲି ତ ଏତିକି ମସଲାଟା ନେଇଛି। ଆପଣ ଯଦି ବେଶୀ ବେଶୀ ପରିବା କାଟିବେ ଆଉ, ତାହେଲେ ଆଉ ଟିକେ ଅଧିକ ମସଲା ନେବେ। କଖାରୁ ପକାଇଲେ ବି କଖାରୁ ମିଠା ମିଠା ଲାଗେ ବୋଲି ମୁଁ କଖାରୁକୁ ଦେଖିକି ନେବି। ଯେଉଁ କଖାରୁ ମିଠା ଲାଗିବ ମୁଁ ତାକୁ ବିଲକୁଲ ବି ତରକାରୀରେ ପକାଏନି। ଆଉ ଆମେ ମସଲା କେମିତି କଷିବା ଦେଖନ୍ତୁ, ଟିକେ ଟିକେ ପାଣି ଦେଇକି ଆମେ କଷିବା। ମସଲା ପ୍ରଥମ ଥର ପକାଇକି କଷିବା, ସେ ପାଣି ଶୁଖିଗଲେ ଟିକେ ପାଣି ଦେଇକି ତାକୁ କ'ଣ କରିବା, ଲୋ ଟୁ ମିଡ଼ିୟମ୍ ରଖିଦେବା ଗ୍ୟାସ୍କୁ। ତାପରେ ଆମେ ଏଠି ସବୁ ଆଉ ଗୁଣ୍ଡ ମସଲା ଦେବା, ଲୁଣ ହଳଦୀ ଲଙ୍କାଗୁଣ୍ଡ ଏସବୁ ଦେବା। ଆଉ ଏଇସବୁ ମସଲା ଦେଲାବେଳେ ଲୋ ଟୁ ମିଡ଼ିୟମ୍ ରଖିଥିବେ, ନହେଲେ ତଳ ଲାଗିଯିବ କିମ୍ବା ପୋଡ଼ିଯିବ। ସେତେବେଳେ ତରକାରୀ ପୁରା ନଷ୍ଟ ହେଇଯିବ, ଖରାପ ଲାଗିବ। ଆଉ ତରକାରୀ ଆମେ ଯେତେବେଳେ ରାନ୍ଧିବା, ମସଲାଟା ଆମର କଷିବା ଟିକେ ସାଇଜ୍ରେ ଯଦି କଷିବା, ତାହେଲେ ତରକାରୀଟା ସ୍ୱାଦ ଲାଗିବ। ତ ଏମିତି ଟିକେ ପାଣି ଦେଉଥିବା, ପୁଣି ଟିକେ କଷିବା। ସେ ପାଣି ପୁରା ପୁଣି ମସଲାଟା ଶୁଖିଲା ହେଇଗଲେ ପୁଣି ଟିକେ ପାଣି ଦେବା। ଏମିତି 2-3 ଥର ହେଇଗଲା ପରେ ଦେଖିବେ ମସଲାରୁ ତେଲ ଛାଡ଼ିବ। ଯେତେବେଳେ ତେଲ ଛାଡ଼ିବ ଆମେ ସେତେବେଳେ ଜାଣିବା ମସଲା ହେଇଯାଇଛି। ଆଉ କେମିତି ଗୋଟେ ବହୁତ ବଢ଼ିଆ ବାସ୍ନା ବି ଆସିବ, ମସଲାର କଞ୍ଚା ଅଂଶ ପଳେଇଯିବ। ମସଲା କଷିବାକୁ ମୋତେ ଏଠି 5 ମିନିଟ୍ ପାଖାପାଖି ଲାଗିଲା। ତାପରେ ଏବେ ଆମେ ପରିବାକୁ ଦେଇକି ଆଉ ଟିକେ ଟିକେ ପାଣି ଦେଇକି ଟିକେ ଟିକେ କଷିବା। ଏମିତି ଦେଖନ୍ତୁ ଟିକେ ପାଣି ଦେଲି, ସେ ପୁରା ମିଶିଗଲା। ତ ଟିକେ ଟିକେ ଏମିତି ଥରଥରକି ପାଣି ଦେଇକି ଯଦି ଆମେ ପରିବା ଆଉ ମସଲାକୁ କଷିବା, ତାହେଲେ ତରକାରୀ ଆମର ବହୁତ ସ୍ୱାଦିଷ୍ଟ ଆସିବ। ତ ମୋଟାମୋଟି କହିବାକୁ ଗଲେ ତରକାରୀ ବିଲକୁଲ ବି ପାଣିଚିଆ ଲାଗିବନି। ତ ଏବେ ଆମେ ଆଉ ଅଳ୍ପ ଟିକେ ପାଣି ଦେଇକି ଘୋଡ଼େଇ ନେବା। ଗୋଟେ ଘୋଡ଼ଣୀ 2 ମିନିଟ୍ ପାଖାପାଖି ଘୋଡ଼େଇ ନେବା। ତାପରେ ଘୋଡ଼ଣୀକୁ ମୁଁ ଦେଖନ୍ତୁ ବାହାର କରିନେଉଛି। ଆଉ ଗୁଣ୍ଡ ମସଲା ତ ମୁଁ କିଛି ପକାଇନି, ଧନିଆ ଗୁଣ୍ଡ କିମ୍ବା ଜିରା ଗୁଣ୍ଡ ଏସବୁ ମୁଁ କିଛି ପକାଇନି, ଜିରା କେବଳ ବାଟିଛି। ଆଉ ଏଇଠି ଆମେ ଦେଇଦେବା ମିଟ୍ ମସଲା ଟିକେ। ଦେଖନ୍ତୁ ମିଟ୍ ମସଲା ଅଳ୍ପ ଟିକେ ଦେବା, ବିଲକୁଲ ବି ବେଶୀ ଦେବା ଦରକାର ନାହିଁ, କାରଣ ଏତିକି ଦେଲେ ହିଁ ସ୍ୱାଦିଷ୍ଟ ଲାଗିବ। ଆମେ ଯେଉଁ ମସଲା ପକାଇଛେ ସିଏ ହିଁ କାଫି। ତ ଏଇଠି ଆକୁ ସେଥିପାଇଁ ମୁଁ ତ ପୁରା ପଛରେ ପକାଇଲି ମସଲାକୁ, ମିଟ୍ ମସଲା ଆଗରୁ ପକାଇଲିନି।
ଯେତେବେଳେ ମସଲା କଷା ବେଳେ ସେତେବେଳେ ପକେଇଲିନି। ଏବେ ପାଣି ଦେବା ସମୟରେ ଆମେ ଟିକେ 2 ମିନିଟ୍ ଆଗରୁ ମସଲାକୁ ଦେଇକି ଆଉ ଟିକେ ଏପଟ ସେପଟ କରିକି ଆମେ କ'ଣ କରିବା, ଏଥିରେ ପାଣି ଦେବା। ତ ଦେଖନ୍ତୁ ମସଲା ଦେଇକି ମୁଁ ଆଉ ଟିକେ ଯେମିତି ପରିବାଟା ଶୁଖି ଆସିଲା, ମସଲା ଶୁଖି ଆସିଲା, ତାପରେ ଆମେ ଯେତିକି ପାଣି ଦେବା କଥା ତରକାରୀରେ ଆମେ ଦେଇଦେବା। ଦେଖନ୍ତୁ ଏଠି ଫାଇନାଲ୍ ପାଣି ଦିଆହେଲା। ଏଇଠି ଯେମିତି ତରକାରୀଟା ଫୁଟିଯିବ ଆମେ ଏଇଠି କ'ଣ କରିବା, ମାଛ ମୁଣ୍ଡକୁ ପକାଇବା। ମୁଣ୍ଡ ପକାଇ ପାରିବେ, ଲାଞ୍ଜ ପକାଇ ପାରିବେ। ମୁଁ ଏଠି ପେଟି ଆଉ ବିହନ ଖଣ୍ଡେ ପକାଇଛି, ମୁଣ୍ଡ ଖଣ୍ଡେ ପକାଇଛି। ପେଟି ଯଦି ଅଛି ନିଶ୍ଚୟ ପେଟି ନେବେ, କାରଣ ପେଟିରେ ବିଲକୁଲ ବି କଣ୍ଟା ନାହିଁ, ଆଉ ମୁଣ୍ଡରେ ତ ଟେଷ୍ଟ କହିଲେ ନ ସରେ। ପୋଇ ପତ୍ରକୁ ବେଶୀ ଚୁନ ଚୁନ କରିବାନି, ଏମିତି ଖଣ୍ଡ ଖଣ୍ଡ ଭଳିଆ ଦେଖନ୍ତୁ ଯେଉଁ ସାଇଜ୍ରେ କାଟିଛି ସେଇ ସାଇଜ୍ରେ ନିଶ୍ଚୟ କାଟିବେ। ତାପରେ ଏପଟେ ଆଉ ଗୋଟେ କଡ଼େଇ ନେଇକି ପୋଇ ପତ୍ରକୁ ଅଧା ଅଧି ଆମେ ଏମିତି ସନ୍ତୁଳିବା। ପୋଇ ପତ୍ର ଯଦି ବେଶୀ ଭାଜି ହେଇଯିବ ତାହେଲେ ପିତିରି ପିତିରି ଲାଗିବ। ତ ଏଠି ଦେଖନ୍ତୁ ପୋଇ ପତ୍ର ବିଲକୁଲ ବି ସିଝିନି, ଏମିତି ହିଁ ରଖିବା। ମାତ୍ର 2 ମିନିଟ୍ ପାଖାପାଖି ମୁଁ ପୋଇ ପତ୍ରକୁ ସେଇଠି ସନ୍ତୁଳିଥିଲି। ତାପରେ ଏଠି ଘୋଡ଼ଣୀ କାଢ଼ୁଛି, ଦେଖନ୍ତୁ ପରିବା ସିଝି ଯାଇଛି। ଆଉ ଏ ମାଛ ମୁଣ୍ଡକୁ ଗୋଟିକିଆ ପକାଇଥିଲି, ଟିକେ ଯେମିତି ନରମ ହେଇଯାଇଛି ସେଇଠି ଆମେ କ'ଣ କରିବା, ସେଇ ମାଛ ମୁଣ୍ଡକୁ ଏମିତି ଖରିକାରେ ମାଡ଼ିଦେବା। ଏମିତି ମୁଣ୍ଡକୁ ଖଣ୍ଡ ଖଣ୍ଡ କରିଦେଲେ ମାଛ ମୁଣ୍ଡର ଯେତେ ଟେଷ୍ଟ ସବୁ ତରକାରୀ ଭିତରକୁ ଯିବ। ଗ୍ୟାସ୍ର ଫ୍ଲେମ୍କୁ ଏତିକିବେଳେ ଲୋ ଟୁ ମିଡ଼ିୟମ୍ ରଖିଥିବେ। ତାପରେ ସେ ପୋଇ ପତ୍ରକୁ ଏଠି ଆମେ ପକାଇ ନେବା। ପୋଇ ପତ୍ର ପକାଇ ସାରିଲା ପରେ 1 ମିନିଟ୍ ତରକାରୀକୁ ଫୁଟିବାକୁ ଦେବା। ତାପରେ ଏଠି ପକାଇବା ଗରମ ମସଲା। ଗରମ ମସଲା ବୋଲି ମୁଁ ଏଠି ଘରେ ତିଆରି କରିଥିଲି, ଡାଲଚିନି ଗୁଜୁରାତି ଗୁଣ୍ଡ। ଏଇ ମସଲା ବହୁତ ବଢ଼ିଆ ଲାଗିବ। ଗରମ ମସଲା ଦେଇ ସାରିକି ଆଉ 1 ମିନିଟ୍ ପାଖାପାଖି ଘୋରେଇ ନେବା। ଆଉ ସେତେବେଳେ ଗ୍ୟାସ୍ର ଫ୍ଲେମ୍କୁ ପୁରା ଲୋ ରଖିଦେଇଥିବା। ପୋଇ ପତ୍ର ତ ଆଗରୁ ଅଧା ସିଝିଥିଲା, ଆଉ ଅଧା ଯେଉଁ ସିଝିବାକୁ ବାକି ଥିଲା ଏଠି ପୋଇ ପତ୍ର ହେଇଯାଇଛି। ଆଉ ବେଶୀ ବିଲକୁଲ ବି ପୋଇ ପତ୍ର ସିଝେଇବାନି, ବେଶୀ ସିଝିଗଲେ ପୋଇ ପତ୍ରଟା କେମିତି ପିତିରି ପିତିରି ଲାଗେ। ତ ବାରମ୍ବାର ମୁଁ ଏଇ କଥା କହୁଛି, ନିଶ୍ଚୟ ଏଇ ପୋଇ ପତ୍ର ଭାଜିଲା ବେଳେ ଧ୍ୟାନ ଦେବେ, ବେଶୀ ସିଝେଇବେନି। ଯେତେବେଳେ ପୋଇ ପତ୍ର ତରକାରୀରେ ପକାଇବା ନା 1 ମିନିଟ୍ ପାଖାପାଖି କି 1 ମିନିଟ୍ରୁ କମ୍ ଆମେ ତାକୁ ଟିକେ ଏପଟ ସେପଟ କରିକି ଓହ୍ଲେଇବା, କାରଣ ବେଶୀ ସିଝିଗଲେ ଜମା ବି ଭଲ ଲାଗିବନି। ଦର୍ଶକ ବନ୍ଧୁ, ଥରେ ଏଇ ପ୍ରୋସେସ୍ରେ ମାଛ ମୁଣ୍ଡ ରାନ୍ଧନ୍ତୁ, ତାପରେ ଆପଣ କମେଣ୍ଟରେ ଜଣାଇବେ। ତ ଆଜି ପାଇଁ ରହୁଛି, ପୁଣି ଆଗକୁ ଆସିବେ ଏମିତି ନୂଆ ନୂଆ ରେସିପି ନେଇ। ଜୟ ଜଗନ୍ନାଥ।